ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା MDC ଓଡ଼ିଆ ହେଲା। MDC ଓଡ଼ିଆର ୟୁନିଟ୍ 3 6 ମାଣ 8 ଗୁଣ୍ଠ ଆଉ ଗୋଦାନର ତୁଳନାତ୍ମକ ଅଧ୍ୟୟନର ତାର ଏକ୍ଜାମ୍ ରିଲେଟେଡ୍ କ୍ୱେଶ୍ଚିନ୍ ବା ଏକ୍ଜାମ୍ ଉପଯୋଗୀ ପ୍ରଶ୍ନୋତ୍ତର ଉପରେ ଆମେ ଆଲୋଚନା କରିବା। ପୂର୍ବ ପାଠରେ ଆମେ ଆଲୋଚନା କରିସାରିଛେ ଅଲରେଡ଼ି ଆମର 25ଟି କ୍ୱେଶ୍ଚିନ୍ ଉପରେ ଆମେ ଆଲୋଚନା କରିସାରିଛି ଏବଂ ଏହା ପୂର୍ବରୁ ଆମେ କ'ଣ ଯେ ତୁଳନାତ୍ମକ ଫାଇଦାର ପ୍ରଜ୍ଞା ସ୍ୱରୂପ ପରିସର ତାପରେ ଅଭିଜ୍ଞାନ ଫାକୁନ୍ଦର ଏବଂ ପ୍ରଣୟ ବଲର ଫଟ୍ କ୍ୱେଶ୍ଚିନ୍ ମଧ୍ୟ ଆଲୋଚନା କରିସାରିଛି। ଯିଏ ବି ସେ ଭିଡ଼ିଓ ଦେଖିନାହ ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଇକି ସିରିଏଲି ହେଲା MDC ଓଡ଼ିଆ ଗୋଟେ ପ୍ଲେଲିଷ୍ଟ ଥିବ ଏବଂ ସିରିଏଲି ୟୁନିଟ୍ ୱାଇଜ୍ ସବୁ କ୍ୱେଶ୍ଚିନ୍ ଗୁଡ଼ିକ ଅପଲୋଡ଼ ହୋଇଛି ତୁମେ ଯାଇକି ଦେଖିପାରିବ। ତ ଆଉ ଗୋଟେ ପାର୍ଟରେ ଆମେ କ'ଣ ଅଛି ବାକି ସବୁ କ୍ୱେଶ୍ଚିନ୍କୁ ଆଲୋଚନା କରିକି ଶୀଘ୍ର ତୁମର ଏଇ ପାର୍ଟକୁ ସାରିଦେବା ଏବଂ ତା ପରବର୍ତ୍ତୀ ସମୟରେ ନେକ୍ସଟ ୟୁନିଟ୍ରେ ଆମେ କ'ଣ ଦ ୱେଷ୍ଟଲ୍ୟାଣ୍ଡ ଏବଂ କାଳପୁରୁଷ ଫଟ୍ କ୍ୱେଶ୍ଚିନ୍ ଉପରେ ଆମେ ଆଲୋଚନା କରିବା। ତୁମକୁ ମୁଁ ଅଲରେଡ଼ି 25ଟି କ୍ୱେଶ୍ଚିନ୍ ଉପରେ ଆମେ ଆଲୋଚନା କରିସାରିଛେ ଏବଂ କାହାର ବି କିଛି ବି ଯଦି ଡାଉଟ୍ ଥିବ ତାହେଲେ ମୋତେ ପଚାରିବ ଗୋଟେ ତୁମକୁ କହିଥିଲି କିନ୍ତୁ ଏଯାଏ ସେମିତି ମାନେ କୌଣସି ବି ଡାଉଟ୍ ଆସିନି କାହାର ହେଲା। ତ ସେଇଥିପାଇଁ ଆମେ ନେକ୍ସଟ କ୍ୱେଶ୍ଚିନ୍ ସହିତ ଆଲୋଚନା କରିବା। ଆଉ ଗୋଟେ କଥା ପିଲାମାନେ ଯେ ଦୁଇଟା କମେଣ୍ଟ ଆସିଥିଲା ଯେ ସାର୍ ଆପଣ ରେଗୁଲାର କ୍ଲାସ୍ କରନ୍ତୁ, ରେଗୁଲାର କ୍ଲାସ୍ କାହିଁକି କରୁନାହାନ୍ତି, ସେଇଥିପାଇଁ ଆମର ଅସୁବିଧା ହେଉଛି ଏବଂ ପରୀକ୍ଷା ଆଉ ଆମର ବହୁତ କମ୍ ସମୟ ରହିଲା ସେମାନେ କମେଣ୍ଟ କରୁଥିଲେ। ତ ଦେଖ ପିଲାମାନେ ଯେ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ଯେ ରେଗୁଲାର କ୍ଲାସ୍ କରିବା ପାଇଁ, କାହିଁକିନା ଦେଖ ଯେଉଁମାନେ ରାଜେନ୍ଦ୍ର ୟୁନିଭର୍ସିଟି ବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯେଉଁମାନେ ପଢ଼ୁଥିବ ସେମାନେ ଜାଣିଥିବ ଯେ ବର୍ତ୍ତମାନ କ'ଣ ଯେ 75% ଆଟେଣ୍ଡାନ୍ସ ବାଧ୍ୟତାମୂଳକ, ଯାହାର 75% ଆଟେଣ୍ଡାନ୍ସ ନ ହେବ ସେ ଏକ୍ଜାମ୍ ଦେଇପାରିବ ନାହିଁ। ତ ମୁଁ ବି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପଢ଼ୁଛି, ତ ମୋତେ ବି 75% ଆଟେଣ୍ଡାନ୍ସ ଦରକାର। ତ ପ୍ରତିଦିନ ମୋର 1ଟାରୁ 5ଟା ଯାଏ କ୍ଲାସ୍ ହେଉଛି, ତ 1ଟାରୁ 5ଟା ଯାଏ କ୍ଲାସ୍ ହେଉଛି, ତ ମୋତେ 12ଟାରୁ ବାହାରିକି 6ଟା ପର୍ଯ୍ୟନ୍ତ ମୋର ଲାଗିଯାଉଛି, ମାନେ ଏତିକି ସମୟ କ୍ଲାସ୍ରେ ହିଁ ଗଲା। ତା ପରବର୍ତ୍ତୀ ସମୟରେ ମୋର ପ୍ରୋଜେକ୍ଟ ପେପର କାମ ମଧ୍ୟ ଚାଲିଛି, ତା ପରବର୍ତ୍ତୀ ସମୟରେ ମୋର ଟ୍ୟୁସନ୍ ମଧ୍ୟ ଅଛି ଏବଂ ତୁମକୁ ଯେଉଁ ଭିଡ଼ିଓ ବନେଇବି DTP ମଧ୍ୟ କରିବାକୁ ପଡ଼ୁଛି, ତାପରେ ପୁଣି ମୋର ନିଜର ପଢ଼ାପଢ଼ି ଅଛି ଏବଂ ପୁଣି ମୁଁ ଭିଡ଼ିଓ ବନଉଛି। ତ ଏତେ ଗୁଡ଼ିଏ କାମ ହେଲା ବେଳକୁ ମାନେ ସମୟ ହେଉନି। ତଥାପି ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ତୁମ ଏକ୍ଜାମ୍ ପର୍ଯ୍ୟନ୍ତ ତୁମର ସବୁ ଫଟ୍ କ୍ୱେଶ୍ଚିନ୍କୁ ସାରିବା ପାଇଁ ମୁଁ ଚେଷ୍ଟା ହିଁ କରିବି এবং সেইଥିପାଇଁ ମୁଁ ମଧ୍ୟ ଲଗାତାର DTP କରି ଚାଲିଛି ଏବଂ ଭିଡ଼ିଓ ବନେଇବା ପାଇଁ ଚେଷ୍ଟା କରୁଛି। କିନ୍ତୁ ରେଗୁଲାର ଭିଡ଼ିଓ କ'ଣ ହେଉଛି ନା ଯେ ସବୁଦିନ ସମୟ ହେଉନି, କେଉଁଦିନ ଟିକେ କାମ ପଡ଼ିଯାଉଛି, କେଉଁଦିନ ଆଉ କିଛି, ତ ଏତିକି ମାନେ ସବୁଦିନ ମ୍ୟାନେଜ୍ କଲା ବେଳକୁ ମୋତେ ବି ନିଶ୍ଚିତ ଭାବରେ କଷ୍ଟ ଲାଗୁଛି। ତେଣୁ ଯଦି ସବୁଦିନ ଭିଡ଼ିଓ ଆସି ନପାରେ ତାହେଲେ ନିଶ୍ଚିତ ଭାବରେ ମୋତେ ତୁମେ ମାନେ କ୍ଷମା କରିଦେବ। ମୁଁ ଚେଷ୍ଟା କରିବି ସବୁଦିନ ଭିଡ଼ିଓ ଅପଲୋଡ଼ କରିକି ତୁମ କୋର୍ସକୁ ସାରିବା ପାଇଁ। କୋର୍ସ ତ ସରିଯିବ ଏକ୍ଜାମ୍ ପର୍ଯ୍ୟନ୍ତ, ତଥାପି ମାନେ ଯଦି ଜଲ୍ଦି ଟିକେ ନ ସରେ ତାହେଲେ ମୋତେ ନିଶ୍ଚିତ ଭାବରେ ତୁମେ କ୍ଷମା କରିଦେବ, କାହିଁକି ଏତେ ଗୁଡ଼ିଏ କାମ ସାରିକି ପୁଣି ଭିଡ଼ିଓ ବନେଇଲା ବେଳକୁ ମୋତେ ବି କଷ୍ଟ ହେଇଯାଉଛି। তো দেখো আরম্ভ করবে আমার নেক্সট কোশ্চেন 26 নম্বর কোশ্চেন যে 6 মাণ 8 গুণ্ঠের ওকিলর নাম কোণ রামলালা হল। 6 মাণ 8 গুণ্ঠরে যেতবে রামচন্দ্র মঙ্গরাজ জেল যাইলে সেই সময় কোণ তাঁকু মুকুড়াইবা যে চেষ্টা করলে কিଏ যে সেই ওকিল জনে লা, সেই ওকিল চরিত্রের অবতারণা করা তার নাম হচ্ছে রামলালা। নেক্সট চম্পাকে কিଏ হত্যা করেছিল, চম্পাকে হত্যা কিଏ করলে 6 মাণ 8 গুণ্ঠরে বর্ণনা রয়েছে যেতবে রামচন্দ্র মঙ্গরাজ জেল যাই রামচন্দ্র মঙ্গরাজ ঘরর চাবি আনিকি সবু সম্পত্তি নেইকি চম্পা আউ গোবিন্দ ভণ্ডারী ফেরার মারুলে, সেই সময় সবু সম্পত্তি একা গোবিন্দ ভণ্ডারী নেওয়া সে কোণ করলে চম্পাকে হত্যা করে। চম্পা কিଏ, চম্পা হচ্ছেন রামচন্দ্র মঙ্গরাজকর দাসী, কিন্তু সে দাসী হয়েছিল কোণ যে সেইথিরে সে সান্তাণীଙ୍କ ଠାରୁ ମଧ୍ୟ ତାଙ୍କର ଅଧିକ କ୍ଷମତା ଥିଲା, বুঝিলা। এবং সেই চম্পা যেতে রামচন্দ্র মঙ্গরাজ জেল যাই সেই সময় সবু সম্পত্তিকে নিয়ে চম্পা এবং গোবিন্দ ভণ্ডারী দেহে ফেরার মারা চাইছেন এবং সেই সময় কোণ যে গোবিন্দ ভণ্ডারী ছুরি বসিকি চম্পাকে হত্যা করেছি। কুম্ভীর কবଳରେ পড়ি কিଏ মৃত্যুবরণ করেছি, কুম্ভীর কবଳରେ পড়ি গোবিন্দ ভণ্ডারী। দেখো যেতে চম্পা এবং গোবিন্দ ভণ্ডারী সবু সম্পত্তি নিয়ে যাচ্ছেন, তো সেই সময় গোবিন্দ ভণ্ডারী একা সম্পত্তি নেবার লোভরে সে চম্পাকে ছুরি মারি হত্যা করেছি এবং পরবর্তী সময় চম্পা তো মৃত্যুবরণ কলা। যেতবে গোবিন্দ ভণ্ডারী ডঙ্গারে যাওয়া সেই সময় কোণ কুম্ভীর কবଳରେ পড়িকি গোবিন্দ ভণ্ডারী মধ্যে মৃত্যুবরণ করেছি। তো এইথর আমি কোণ জানিলা যে প্রথমে রামচন্দ্র মঙ্গরাজ দণ্ড পাইଛନ୍ତି, পরবর্তী সময় যাহা বি যে খল চরিত্র গুড়িক 6 মাণ 8 গুণ্ঠ উপন্যাসর গোবিন্দ ভণ্ডারী হুঁতু চম্পা সান্তাণী হুঁতু এ সমস্তে দণ্ড পাইଛନ୍ତି। তো সে কোণ করছেন 6 মাণ 8 গুণ্ঠ উপন্যাস ফকির তাঁর উপন্যাস হি সে দণ্ড দিয়েছেন। ভাগ্যবাদ উপরে সে গুরুত্বারোপ করছেন এবং তাঁর উপন্যাস হি যে যে কর্ম করে সেই কর্মর ফল ভোগ করে বলে 6 মাণ 8 গুণ্ঠ উপন্যাসের ফকির মোট বর্ণনা করছেন এবং তার কর্মফল পাই। দেখো রামচন্দ্র মঙ্গরাজ ফারিয়া এবং প্রজ্ঞাঙ্কর জমিকে লুণ্ঠন কলে হেলা, ফারিয়া এবং প্রজ্ঞাঙ্কর জমিকে লুণ্ঠন কলে কিଏ রামচন্দ্র মঙ্গরাজ, সেইপাই রামচন্দ্র মঙ্গরাজকে হয়ে গলা জেল পরবর্তী সময় এবং জেলের মধ্যে সে মৃত্যুবরণ করছেন। সে জেলরু তাঁকু সে যে ফারিয়া এবং প্রজ্ঞার জমি কু অপহরণ করা যে চেষ্টা করে কিଏ চম্পা, সে চম্পা মধ্যে মৃত্যুবরণ করছে এবং সম্পত্তি নেওয়া যেতে নেওয়াকে চেষ্টা করে বা উদ্যম করে গোবিন্দ ভণ্ডারী সেই সময় গোবিন্দ ভণ্ডারী মধ্যে মৃত্যুবরণ করছে এবং সেই সবু সম্পত্তি জଳରେ মিলাই যাইছি। বুঝলা, যদি কিছু ডাউট থাকবে তাহলে মতো নিশ্চিত ভাবে তুমি কমেন্ট করি পচারি পার, কাহিঁকি মানে ফর কোশ্চেন সহিত মু তোমাকে টিকে ডিটেলসরে মধ্যে কহি দেছি স্টোরি হল। দেখ গোদান কেবে রচিত হয়েছিল, গোদান 1936 মସିହାରେ রচিত হয়েছিল। প্রেমচন্দর গোদান 1936। আমি 6 মাণ 8 গুণ্ঠ কেবে যে 1902 পত্রিকা আকারে পুস্তক আকারে 1902 প্রকাশিত হয়েছিল মানে পাখাপাখি 34 বর্ষ পরে যাই এই গোদান রচিত হয়েছিল। গোদানে কোণ বর্ণিত হয়েছি
ବିଂଶ ଶତକର ପ୍ରଥମାର୍ଦ୍ଧରେ ଉତ୍ତର ଭାରତର ସାଧାରଣ କୃଷକର ଦୈନନ୍ଦିନ ଜୀବନ ଗାଥା ପ୍ରତିଫଳିତ ହୋଇଛି। ଗୋଦାନରେ କ'ଣ ବର୍ଣ୍ଣିତ ହୋଇଛି ଯେ ଗୋଦାନରେ ବିଂଶ ଶତକ ମାନେ କେବେ ଆମେ କହିପାରିବା ଯେ ବିଂଶ ଶତକ ମାନେ 1900ରୁ 2000 ମସିହା କଥା। ତ ବିଂଶ ଶତକର ପ୍ରଥମାର୍ଦ୍ଧରେ ଉତ୍ତର ଭାରତ ମାନେ ପାଖାପାଖି ଆମର ଉତ୍ତର ଭାରତ ଯେଉଁଟାକି ଏଇ ଜାଗାରେ କୁହାଯାଇଛି ବନାରସର ଲମାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କିଏ ଯେ ପ୍ରେମଚନ୍ଦ। ତ ଏଇ ଯେଉଁ ଗୋଦାନରେ ବର୍ଣ୍ଣିତ ହୋଇଛି ବିଂଶ ଶତକର ପ୍ରଥମାର୍ଦ୍ଧରେ ଉତ୍ତର ଭାରତର ସାଧାରଣ କୃଷକର ଦୈନନ୍ଦିନ ଯେ ସେଇ ସମୟରେ ସାଧାରଣ କୃଷକର ଜୀବନ କଥା ସେ ଯେଉଁ ହୋରି କୃଷକର ବର୍ଣ୍ଣନା କରାଯାଇଛି ବୁଝିଲା ହୋରି ଏବଂ ଧନିଆଙ୍କର ଜୀବନ କଥା ବର୍ଣ୍ଣନା କରାଯାଇଛି। ତ ସେଇ ସମୟରେ କୃଷକମାନଙ୍କର ଜୀବନ କେମିତି ଦୁର୍ବିଷହ ପଡ଼ିଥିଲା ସେଇ କଥା ଗୋଦାନରେ ବର୍ଣ୍ଣନା କରାଯାଇଛି। ଏଥିରେ ହୋରି ମାନେ କେବଳ ହୋରି ଜଣେ ଚରିତ୍ର ନୁହେଁ ସେ କ'ଣ କରିଛି ଯେ ସେ ଉତ୍ତର ଭାରତର ସମଗ୍ର ସାଧାରଣ କୃଷକର ସେ ପ୍ରତିନିଧିତ୍ୱ କରୁଛି। ସେଇ ସମୟରେ ସମଗ୍ର ଦେଖ ଏମିତି ନୁହେଁ ଯେ ପ୍ରେମଚନ୍ଦ ଗୋଦାନରେ କ'ଣ ଜଣ ଜଣକି ବର୍ଣ୍ଣନା କରିବେ କି ଯେପରି ଛଅମାଣ ଆଠ ଗୁଣ୍ଡରେ ରାମଚନ୍ଦ୍ର ମଙ୍ଗରାଜର ଚରିତ୍ର ଚିତ୍ରଣ କରାଯାଇଛି ଜଣେ ଜମିଦାର ଚରିତ୍ର ଚିତ୍ରଣ କରାଯାଇଛି। ତ ସେଇ ସମୟରେ ଜମିଦାର ମାନଙ୍କର ଅତ୍ୟାଚାରକୁ ନେଇକି ସେ ଚରିତ୍ର ଚିତ୍ରଣ କରାଯାଇଛି। କେବଳ ଛଅମାଣ ଆଠ ଗୁଣ୍ଡରେ ଯେଉଁ ଚରିତ୍ର ରାମଚନ୍ଦ୍ର ମଙ୍ଗରାଜ କ'ଣ ଜଣେ ନୁହନ୍ତି ସେଇ ସମୟରେ ଅଧିକାଂଶ ଜାଗାରେ କ'ଣ ହଉଥିଲା ଯେ ସେଇଭଳି ଭାବରେ ଜମିଦାର ମାନଙ୍କର ଅତ୍ୟାଚାର ହଉଥିଲା ଏବଂ ସେଇ ଜମିଦାର ମାନଙ୍କର ପ୍ରତିନିଧିତ୍ୱ କରିଛନ୍ତି ରାମଚନ୍ଦ୍ର ମଙ୍ଗରାଜ କେବଳ ଜଣେ ଉଦାହରଣ ମାତ୍ର କିନ୍ତୁ ସେଇ ସମୟରେ ଜମିଦାର ମାନଙ୍କର ମାନେ ଅତ୍ୟାଚାର ଚାଲିଥିଲା। ତ ସେଇଭଳି ଭାବରେ ଗୋଦାନରେ କ'ଣ ବର୍ଣ୍ଣିତ ହୋଇଛି ବିଂଶ ଶତକର ପ୍ରଥମାର୍ଦ୍ଧରେ ଉତ୍ତର ଭାରତର ସାଧାରଣ କୃଷକର ଦୈନନ୍ଦିନ ଜୀବନ ଗାଥା ସେମାନେ କେଉଁଭଳି ଭାବରେ ଜୀବନ ଅତିବାହିତ କରୁଥିଲେ ସେଇ କଥା ବର୍ଣ୍ଣନା କରାଯାଇଛି ଗୋଦାନରେ ଏବଂ ଛଅମାଣ ଆଠ ଗୁଣ୍ଡରେ କ'ଣ ଛଅମାଣ ଆଠ ଗୁଣ୍ଡରେ ବି ସେଇ କୃଷକର କଥା ବର୍ଣ୍ଣନା କରାଯାଇଛି ସେଟା ଊନବିଂଶ ଶତାବ୍ଦୀର କଥା ବର୍ଣ୍ଣନା କରାଯାଇଛି। ଊନବିଂଶ ଶତାବ୍ଦୀର ଓଡ଼ିଶାର କଥା ବର୍ଣ୍ଣନା କରାଯାଇଛି କିନ୍ତୁ ଗୋଦାନରେ କ'ଣ କହିଛି ଗୋଦାନରେ ବିଂଶ ଶତାବ୍ଦୀର ଉତ୍ତର ଭାରତର କଥା ବର୍ଣ୍ଣନା କରାଯାଇଛି। ନେକ୍ସଟ ଗୋଦାନ ଉପନ୍ୟାସର ମୁଖ୍ୟ ନାୟକ କିଏ ଗୋଦାନରେ ଯେହେତୁ କୃଷକର କଥା ବର୍ଣ୍ଣନା କରାଯାଇଛି ତ ଗୋଦାନ ଉପନ୍ୟାସର ମୁଖ୍ୟ ନାୟକ ହେଉଛି ହୋରି ହେଲା। ଗୋଦାନର କେଉଁ ଗାଈର କଥା ବର୍ଣ୍ଣିତ ଗୋଦାନର କେଉଁ ଗାଈର କଥା ଗୋଦାନରେ ପଶ୍ଚିମା ଗାଈ ଦେଖ ପରୀକ୍ଷାରେ ଏମିତି କ୍ୱେଶ୍ଚିନ୍ ଆସିପାରେ ଯେ ଛଅମାଣ ଆଠ ଗୁଣ୍ଡରେ କେଉଁ ଗାଈର କଥା ବର୍ଣ୍ଣନା ହେଇଛି ଏବଂ ଗୋଦାନରେ କେଉଁ ଗାଈର ଛଅମାଣ ଆଠ ଗୁଣ୍ଡରେ ତୁମକୁ ମୁଁ ପୂର୍ବରୁ କହିଛି ନେତ ଗାଈର କଥା ବର୍ଣ୍ଣନା କରାଯାଇଛି ନେତ ଛଅମାଣ ଆଠ ଗୁଣ୍ଡରେ ନେତ ଗାଈର କଥା ବର୍ଣ୍ଣନା କରାଯାଇଛି ଏବଂ ଗୋଦାନରେ ପଶ୍ଚିମା ଗାଈର କଥା ବର୍ଣ୍ଣନା କରାଯାଇଛି। ଯେଉଁଭଳି ଭାବରେ ଫାରିଆ ଭଗିଆ ଦୁଇ ଜଣ ଥିଲେ ଏବଂ ଦୁଇ ଜଣ କ'ଣ କରୁଥିଲେ ନେତକୁ ନିଜ ସନ୍ତାନବତ ତାଙ୍କର ସନ୍ତାନ ନଥିଲା ନା ତେଣୁ ସେମାନେ ତାକୁ ସନ୍ତାନବତ ଭଲ ପାଉଥିଲେ ସେଇଭଳି ଭାବରେ ସେଇଭଳି ଭାବରେ ହୋରି ଆଉ ଧନିଆ ଦୁଇ ଜଣ ଥିଲେ ତାଙ୍କର ପୁଅ ଝିଅ ଥିଲେ ତଥାପି ସେମାନେ କ'ଣ ଯେ ପଶ୍ଚିମା ଗାଈକୁ ସେମାନେ ଭଲ ପାଉଥିଲେ ହେଲା ବା ନିଜ ସନ୍ତାନ ସର୍ବତାକୁ ପ୍ରତିପାଳନ ବା ପାଳନ କରୁଥିଲେ ବୁଝି ହେଲା। ତ ଛଅମାଣ ଆଠ ଗୁଣ୍ଡରେ ଗାଈର ନାମ ନେତ ଏବଂ ଗୋଦାନରେ ଗାଈର ନାମ ହେଉଛି ପଶ୍ଚିମା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା ତୁମମାନଙ୍କ ପାଇଁ। ନେକ୍ସଟ ହୋରିର ଦୁଇ ଜଣ ଭାଇ ଥିଲେ ହେଲା ହୋରିର ଦୁଇ ଜଣ ଭାଇ ଥିଲେ ତାର ଦୁଇ ଭାଇର ନାମ କ'ଣ ହୋରିର ଦୁଇ ଭାଇର ନାମ ହେଉଛି ଶୋଭା ଆଉ ହୀରା। ହୋରିର ଦୁଇ ଜଣ ଭାଇ ଥିଲେ ଜଣଙ୍କର ନାମ ଶୋଭା ଆଉ ଜଣଙ୍କର ନାମ ହୀରା। ପଶ୍ଚିମା ଗାଈକୁ ବିଷ ଦେଇକି କିଏ ହତ୍ୟା କରିଛି ଦେଖ ହୋରି ପାଇଁ ମୁଁ ପୂର୍ବରୁ ତୁମକୁ ପଢ଼େଇଥିଲି ଯେ ହୋରି ପାଇଁ କ'ଣ ଯେ ହୋରି ପାଇଁ ତା ଭାଇ ନ ହୋଇକି ସେ ଭଗାରେ ପାଲଟିଛି ବୁଝି ହେଲା ଏବଂ ଯେଉଁ ହୋରି କ'ଣ କରୁଥିଲା ନିଜ ପଶ୍ଚିମା ଗାଈକୁ ବହୁତ ଆଦରରେ ରଖିଥିଲା ସେଇ ପଶ୍ଚିମା ଗାଈକୁ ବିଷ ଦେଇକି ତାର ଭାଇ ହୀରା ହିଁ ହତ୍ୟା କରିଛି ହେଲା। ଗୋଦାନର କେଉଁ ଚରିତ୍ର ରାମଚନ୍ଦ୍ର ମଙ୍ଗରାଜଙ୍କର ଆଧୁନିକତମ ସଂସ୍କରଣ ଗୋଦାନର କେଉଁ ଚରିତ୍ର ରାମଚନ୍ଦ୍ର ମଙ୍ଗରାଜଙ୍କର ଆଧୁନିକତମ ସଂସ୍କରଣ ମାନେ ସମୟର ପରିବର୍ତ୍ତନ ହେବା ସହିତ ରାମଚନ୍ଦ୍ର ମଙ୍ଗରାଜ ଯେଉଁଭଳି ଭାବରେ ଛଅମାଣ ଆଠ ଗୁଣ୍ଡରେ ତାଙ୍କ ଚରିତ୍ରରେ ପ୍ରତିଫଳିତ ହୋଇଛି ସେଇଭଳି ଭାବରେ ଗୋଦାନର ରାୟ ସାହେବ ଅମରପାଲ ସିଂ ତାଙ୍କର ଆଧୁନିକତମ ସଂସ୍କରଣ ମାନେ ନେକ୍ସଟ ପରିବର୍ତ୍ତନ ବୁଝିହେଲା ମାନେ 1800 ମସିହାରେ ରାମଚନ୍ଦ୍ର ମଙ୍ଗରାଜର କଥା ଛଅମାଣ ଆଠ ଗୁଣ୍ଡରେ ବର୍ଣ୍ଣନା କରାଯାଇଛି କିନ୍ତୁ ପରବର୍ତ୍ତୀ ସମୟରେ ଗୋଦାନରେ ସେଇ ରାମଚନ୍ଦ୍ର ମଙ୍ଗରାଜ ସେଠାରେ ହୋଇଯାଇଛନ୍ତି ରାୟ ସାହେବ ଅମରପାଲ ସିଂ ବା ସମାନ ପ୍ରକାର ଚରିତ୍ରର ଅବତାରଣା କରାଯାଇଛି। ନେକ୍ସଟ ହୋରିର ପରିବାରରେ କିଏ ଥିଲେ ହୋରିର ପରିବାରରେ କିଏ ଥିଲେ ହୋରିର ସ୍ତ୍ରୀ ପିଲାର ଏଇଟା ମନେ ରଖ ହଁ ଏମିତି କ୍ୱେଶ୍ଚିନ୍ ଆସିବନି ତାର ପରିବାରରେ କିଏ ଥିଲେ ବାକି ଏଇଟା ତାର ମନେ ରଖ ଦେଖ ହୋରିର ପରିବାର କହିଲେ କ'ଣ ଯେ ତାର ସ୍ତ୍ରୀ ଧନିଆ ପୁତ୍ର ଗୋବରା ହେଲା ଆଉ କନ୍ୟା ସୁନା ଆଉ ରୂପା ବୁଝି ହେଲା। ଦେଖ ହୋରି ମାନେ କ'ଣ ଦେଖ ମୁଁ ମାନେ ବହୁତ ମୁଖ୍ୟ ଚରିତ୍ର ଗୁଡ଼ିକ ଯେଉଁଟା ତୁମକୁ ମୁଁ କହିଦେଉଛି ଯେ ହୋରି ହେଲା ହୋରିର ପରିବାରର କଥା ତ ହୋରିର ସ୍ତ୍ରୀ ହେଉଛି ଧନିଆ ପୁରା ମନେ ରଖ ହୋରିର ସ୍ତ୍ରୀ ଧନିଆ ତାର ପୁତ୍ର ଗୋବରା ଏବଂ ତାର ଦୁଇ ଜଣ କନ୍ୟା ସୁନା ଆଉ ରୂପା ଆଉ ହୋରିର ଦୁଇ ଜଣ ଭାଇ ଥିଲେ କିଏ ଶୋଭା ଆଉ ହୀରା। ତ ହୋରିର ଦୁଇ ଜଣ ଭାଇ ଦୁଇ ଜଣ ଝିଅ ଜଣେ କନ୍ୟା ଦୁଇ ଜଣ ଭାଇ ଦୁଇ ଜଣ ତାର କନ୍ୟା ଆଉ ଜଣେ ପତ୍ନୀ ଆଉ ଜଣେ ପୁଅ ଥିଲେ ବୁଝିଲେ। ଦୁଇ ଜଣ ଭାଇଙ୍କର ନାମ ଶୋଭା ଆଉ ହୀରା ତାପରେ ଦୁଇ ଜଣ ଝିଅର ନାମ ବା ଦୁଇ ଜଣ କନ୍ୟାଙ୍କର ନାମ ସୁନା ଆଉ ରୂପା ତାର ପୁତ୍ର ଜଣେ ଥିଲା ଗୋବରା ବା ଗୋବର୍ଦ୍ଧନ ଆଉ ଗୋଟେ ସ୍ତ୍ରୀ ଥିଲା ତାର ନାମ ହେଉଛି ଧନିଆ ବୁଝିହେଲା। ନେକ୍ସଟ ଗୋବରାର ମାନେ ହୋରିର ଏକମାତ୍ର ପୁତ୍ର ଗୋବରା ବା ଗୋବର୍ଦ୍ଧନ କନଫ୍ୟୁଜ ହେବନି କେଉଁ ଜାଗାରେ ଗୋବରା ଦେଇଥିବ କେଉଁ ଜାଗାରେ ଗୋବର୍ଦ୍ଧନ ଦେଇଥିବ ହେଲା। ତ ଗୋବରାର କାହା ସହିତ ପ୍ରେମ ସମ୍ପର୍କ ଥିଲା ଗୋବରାର ଥିଲା ଭୋଲାର ଝିଅ ଝୁନିଆ ସହିତ ପ୍ରେମ ସମ୍ପର୍କ ଥିଲା ଯେଉଁ ଭୋଲା କି ନିଚ ଜାତିର ହେଲା।
জাতি কথা উঠাই এক ঘরিকিয়া করিবার কিয়ে প্রতিবাদ করি যেতেবেলে গোবরা নিচ জাতির ঝিও বা হরির পুଅ গোবরা যেতেবেলে ঝুনিয়াকে ভাল পাইছি ହେଲା ଝୁନିଆ ଯେହେତୁ ନିଚ ସମ୍ପ୍ରଦାୟର ତ ସେଇ ସମୟରେ ଜାତି କଥା ଉଠାଇଛି ଏବଂ ସେତେବେଳେ ଯେତେବେଳେ ଜାତି କଥା ଉଠାଇଛି ସେଇ ସମୟରେ ତାର ପ୍ରତିବାଦ କିଏ କରିଛି ହରିର ପତ୍ନୀ ଧନିଆ କରିଛି ଯେଉଁଭଳି ଭାବରେ 6 ମାଣ 8 ଗୁଣ୍ଡରେ ସମସ୍ତେ କ'ଣ ଯେ ମୁଣ୍ଡ ପାତିକି ସହି ଯେମିତି ସେଇଭଳି ଭାବରେ ପ୍ରେମଚନ୍ଦ କ'ଣ କରିଛନ୍ତି ତାଙ୍କ ଉପନ୍ୟାସରେ ଚରିତ୍ରମାନଙ୍କ ଜରିଆରେ ସେ ପ୍ରତିବାଦ କରାଇଛନ୍ତି ଯେପରିକି ଏଇଟାରେ ଧନିଆ ମଧ୍ୟ ପ୍ରତିବାଦ କରିଛି ହରି କାହାକୁ ଘର ଢିଅ ବନ୍ଧା ଦେଇଥିଲା ହରି ଝିଙ୍ଗୁର ସିଂଙ୍କୁ ଯେତେବେଳେ ସେ ତାର ପୁତ୍ର ଅନ୍ୟ ଜାତିର ଝିଅକୁ ବିବାହ କରିଛି ସେଇ ସମୟରେ କ'ଣ ହୋଇଛି ଯେ ସେଇ ସମୟରେ ଗାଁ ଜାତି ଲୋକମାନେ ତାଙ୍କୁ ମାନେ ପଇସା ମାଗିଛନ୍ତି ବୁଝିଲା ତାର ଶୁଦ୍ଧି ମାନେ ସେ କାମ କରିବା ପାଇଁ ଗାଁର ଯେଉଁ ଗାଁରେ ମିଶିବା ପାଇଁ ତ ସେଇ ସମୟରେ ହରି କ'ଣ କରିଛି ନିଜ ଘରଟିକୁ ବନ୍ଧା ଦେଇଛି କାହାକୁ ବନ୍ଧା ଦେଇଛି ଝିଙ୍ଗୁର ସିଂଙ୍କୁ ବନ୍ଧା ଦେଇଛି ନେକ୍ସଟ ଧନିଆ କାହାକୁ ନିଜ ଘରେ ପ୍ରଶ୍ରୟ ଦେଇଛି ଧନିଆ ଫିଲିଆକୁ ନିଜ ଘରେ ପ୍ରଶ୍ରୟ ତୁମକୁ ମୁଁ ପୂର୍ବରୁ ବୁଝେଇଛି ଧନିଆ କାହାକୁ ଦେଖ ଧନିଆର ପୁଅ ତ ପ୍ରଥମେ ଗୋଟେ ଝିଅକୁ ଆଣିଲା ପରବର୍ତ୍ତୀ ସମୟରେ କ'ଣ ହେଉଛି ଯେ ଗୋଟେ ବ୍ରାହ୍ମଣ ଦାତାଦାନୀ ତା ପୁଅ ମାତାଦାନୀ ଗୋଟେ ଚମାର ଝିଅ ଫିଲିଆ ସହିତ ପ୍ରେମ ସମ୍ପର୍କ ରଖିଛି ଏବଂ ତାକୁ ଛାଡ଼ି ଦେଇଛି ସେଇ ସମୟରେ ଧନିଆ ଗୋଟେ କୃଷକ ଥିଲା କିନ୍ତୁ ସେ ମାନେ ବହୁତ କିଛି ଭାବୁଥିଲା ବୁଝିହେଲା ସେ ବହୁତ ଭଲ ମାନେ ମଣିଷ ଥିଲା ବୋଲି କହିବାର କାହିଁକି ନା କିଏ କାହାକୁ କ'ଣ କଲା ସେ କହିପାରେନି ସେଇଥିପାଇଁ ସେ ଫିଲିଆକୁ ଯେତେବେଳେ ବ୍ରାହ୍ମଣ ଝିଅ ଦାତାଦାନୀର ପୁଅ ମାତାଦାନୀ ତାକୁ ଯେତେବେଳେ ତାକୁ ବ୍ୟବହାର କରିଛି ତା ସହିତ ସମ୍ପର୍କ ସ୍ଥାପନ କରିଛି ଏବଂ ତାକୁ ଯେତେବେଳେ ଛାଡ଼ି ଦେଇଛି ଚମାର ଝିଅ ବୋଲି ସେଇ ସମୟରେ ଧନିଆ ତାହାକୁ ଆଣିକି ଘରେ ରଖିଛି ବା ଘରେ ପ୍ରଶ୍ରୟ ଦେଇଛି ହେଲା ନେକ୍ସଟ ଗୋଦାନ କେତୋଟି ପରିଚ୍ଛେଦ ବିଶିଷ୍ଟ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୋଦାନ 36 ପରିଚ୍ଛେଦ ବିଶିଷ୍ଟ ଆଉ 6 ମାଣ 8 ଗୁଣ୍ଡ 27 ହେଲା 6 ମାଣ 8 ଗୁଣ୍ଡରେ 27ଟି ପରିଚ୍ଛେଦ ରହିଛି ଆଉ ଗୋଦାନରେ 36ଟି ପରିଚ୍ଛେଦ ରହିଛି ପରିଚ୍ଛେଦ ମନେ ରଖିବ ପରୀକ୍ଷାରେ ଏମିତି କ୍ୱେଶ୍ଚନ ବି ଦେଇପାରେ ଯେ ଗୋଦାନରେ କେତୋଟି ପରିଚ୍ଛେଦ ରହିଛି ବା 6 ମାଣ 8 ଗୁଣ୍ଡରେ କେତୋଟି ପରିଚ୍ଛେଦ ରହିଛି ଏମିତି ଏବଂ ତୁମକୁ ଯଦି କହିପାରେ ଯେ 6 ମାଣ 8 ଗୁଣ୍ଡ ଏବଂ ଗୋଦାନର ସାମ୍ୟ ବୈଷମ୍ୟ ନିରୂପଣ କର ତାହେଲେ ତୁମେ ଲେଖିପାରିବ ଯେ ଗୋଦାନରେ 36 ପରିଚ୍ଛେଦ ବିଶିଷ୍ଟ ହୋଇଥିବା ସମୟରେ 6 ମାଣ 8 ଗୁଣ୍ଡ 27 ପରିଚ୍ଛେଦ ବିଶିଷ୍ଟ ଏମିତି ବି ତୁମେ ଷ୍ଟାର୍ଟିଂ କରିକି ଲେଖିପାରିବ ସାମ୍ୟ ବୈଷମ୍ୟ ହେଲା ନେକ୍ସଟ କ୍ୱେଶ୍ଚନ ହେଉଛି ଆମର ଯେ 6 ମାଣ 8 ଗୁଣ୍ଡର ପ୍ରଥମ ପରିଚ୍ଛେଦରେ କ'ଣ ବର୍ଣ୍ଣିତ ଦେଖ ଏମିତି ତ ପରିଚ୍ଛେଦ ଆସିବନି କିନ୍ତୁ ଯେହେତୁ ପ୍ରଥମ ଦେଇଛି ସେଥିପାଇଁ ମୁଁ ତୁମକୁ କହିଦେଉଛି ଯେ 6 ମାଣ 8 ଗୁଣ୍ଡ 27 ପରିଚ୍ଛେଦ ବିଶିଷ୍ଟ ଏବଂ ସେଇ 27 ପରିଚ୍ଛେଦର ପ୍ରଥମ ପରିଚ୍ଛେଦରେ ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ର ବାବଦରେ ବର୍ଣ୍ଣନା କରାଯାଇଛି ବା ରାମଚନ୍ଦ୍ର ମଙ୍ଗରାଜଙ୍କର ବାପା ତାଙ୍କ ପୂର୍ବପୁରୁଷ ତାଙ୍କ ପରିବାର ସମ୍ପର୍କରେ ବର୍ଣ୍ଣନା କରାଯାଇଛି ପ୍ରଥମ ପରିଚ୍ଛେଦରେ ନେକ୍ସଟ ଅସୁର ଦିଘି ପ୍ରସଙ୍ଗ ଯେଉଁଟାକି 6 ମାଣ 8 ଗୁଣ୍ଡର ଗୋଟେ ମୁଖ୍ୟ ପ୍ରସଙ୍ଗ ସେଇଟା କେଉଁ ପରିଚ୍ଛେଦରେ ବର୍ଣ୍ଣିତ ତ ସେ ଅସୁର ଦିଘି ପ୍ରସଙ୍ଗର 12 ପରିଚ୍ଛେଦରେ ବର୍ଣ୍ଣିତ ହୋଇଛି ନେକ୍ସଟ ବାଘସିଂହ ବଂଶ କଥା ବାଘସିଂହ ବଂଶ କଥା କେଉଁ ପରିଚ୍ଛେଦରେ ବାଘସିଂହ ବଂଶ କଥା 15 ବା 15 নম্বর ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି ବାଘସିଂହ ବଂଶ କଥା ନେକ୍ସଟ 6 ମାଣ 8 ଗୁଣ୍ଡର ସପ୍ତବିଂଶ ପରିଚ୍ଛେଦ କେଉଁ ନାମରେ ନାମିତ ସପ୍ତବିଂଶ ମାନେ 27 নম্বর ହେଲା ଲାଷ୍ଟ ପରିଚ୍ଛେଦ ଅପୂର୍ବ ମିଳନ ନାମରେ ନାମିତ 3-4ଟି ପରିଚ୍ଛେଦ ବହୁତ ଇମ୍ପୋର୍ଟାଣ୍ଟ ଥିଲା ବା ବହୁତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ତୁମକୁ ମୁଁ କହିଦେଲି ଯେ 6 ମାଣ 8 ଗୁଣ୍ଡ 8 ଗୁଣ୍ଠର ସପ୍ତବିଂଶ ପରିଚ୍ଛେଦ ବା 27 নম্বর ଶେଷ ପରିଚ୍ଛେଦର ନାମ କ'ଣ ବୋଲି ପରୀକ୍ଷାରେ ପ୍ରଶ୍ନ ଦେଇପାରେ ବା ଅପୂର୍ବ ମିଳନ କେଉଁ ପରିଚ୍ଛେଦର ନାମ ତୁମେ ଲେଖିବ 27 নম্বর ବା ସପ୍ତବିଂଶ ପରିଚ୍ଛେଦର ନାମ ହେଲା ନେକ୍ସଟ କ୍ୱେଶ୍ଚନ ହେଉଛି ଆମର ଯେ ଚମ୍ପାର ଅନ୍ୟ ନାମ କ'ଣ ଥିଲା ଚମ୍ପାର ଅନ୍ୟ ନାମ କ'ଣ ଥିଲା ଚମ୍ପାର ଅନ୍ୟ ନାମ ଥିଲା ହରକଳା ଚମ୍ପା ମାନେ ସେ ଯେଉଁ କହିଥିଲି ଯେ ଗୋଟେ ମୁଖ୍ୟ ଚରିତ୍ର ବୋଲି କହିପାରିବେ ଆମେ ବୁଝିହେଲା ତ 6 ମାଣ 8 ଗୁଣ୍ଡର କାହିଁକିନା ସେ ଯେଉଁ ରାମଚନ୍ଦ୍ର ମଙ୍ଗରାଜ ଘରେ ସେ ଦାସୀ କି ପୋଇଲି କି ଫାନ୍ତାଣି ସେଟା କେହି ଜାଣିନଥିଲେ ସେ କ'ଣ କେମିତି ଆସିକି ରହୁଥିଲା କେହି ଜାଣିନଥିଲେ ଏବଂ ସେଇ ଯାହା ଚାକର ମୂଳିଆ ସମସ୍ତେ ମାନେ ଚମ୍ପାକୁ ପ୍ରଣାମ କରୁଥିଲେ ବୁଝିଲା ସେ ପୁରା ରାମଚନ୍ଦ୍ର ମଙ୍ଗରାଜ ନିଜ ହାତ ମୁଠାରେ ରଖିଥିଲା ତେଣୁ ସେ ଚମ୍ପାର ନାମ ଥିଲା ହରକଳା କିନ୍ତୁ ଯଦି ତାହାକୁ କିଏ ହରକଳା କହିଦେଲା ତାହେଲେ ସେ ବହୁତ ରାଗିଯାଏ ତେଣୁ ସେ ହରକଳା କିଏ ଡାକୁନଥିଲେ ତାକୁ ଡାକୁଥିଲେ ସମସ୍ତେ ଚମ୍ପା ବୋଲି ହେଲା ନେକ୍ସଟ ଉଭୟ ଉପନ୍ୟାସ ମଧ୍ୟରେ ଥିବା ଉଭୟ ଉପନ୍ୟାସ ମାନେ ହିନ୍ଦୀ ଗୋଦାନ ଆଉ ଓଡ଼ିଆ 6 ମାଣ 8 ଗୁଣ୍ଡ ହେଲା ତ ଉଭୟ ଉପନ୍ୟାସ ମଧ୍ୟରେ ଥିବା ସାମ୍ୟ ଏବଂ ବୈଷମ୍ୟ କ'ଣ କ'ଣ ସମାନତା ରହିଛି କ'ଣ କ'ଣ ଅସମାନତା ରହିଛି ତୁମକୁ ସେଇଟା ମୁଁ ମାନେ କ୍ଲାସ୍ରେ ବୁଝେଇ ଦେଇଛି ତୁମେ ସେଇଟା ପଢ଼ିଲେ ଜାଣିଯିବ ଯେ କ'ଣ କ'ଣ ସମାନତା ରହିଛି କ'ଣ କ'ଣ ଅସମାନତା ରହିଛି ତୁମେ ତାକୁ ଆରାମସେ ଲେଖିପାରିବ ବା ଉଭୟଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କର ମାନେ ତୁମକୁ ଯଦି ଦେବ ତାହେଲେ ତୁମେ ଆରାମସେ ଯଦି ବିଷୟ ବୁଝିଛ ତୁମକୁ ଯେଉଁ ପଢ଼େଇଛି ତୁମେ ଦେଖିଲେ ଆରାମସେ ଜାଣିପାରିବ ନେକ୍ସଟ ସାମାଜିକ ଉପନ୍ୟାସ ବାବଦରେ 6 ମାଣ 8 ଗୁଣ୍ଡର ମୂଲ୍ୟାଙ୍କନ କର ଦେଖ ଏମିତି କ୍ୱେଶ୍ଚନ ଦେଇପାରେ ସାମାଜିକ ଉପନ୍ୟାସ ଭାବରେ 6 ମାଣ 8 ଗୁଣ୍ଡର ମୂଲ୍ୟାଙ୍କନ କର ସାମାଜିକ ଉପନ୍ୟାସ ଗୋଟେ 6 ମାଣ 8 ଗୁଣ୍ଡ ମୁଁ କହିଥିଲି କାହିଁକି ନା ସାମାଜିକ ଉପନ୍ୟାସ କାହିଁକି ସେଇଟା ସାମାଜିକ ଉପନ୍ୟାସ ଗୋଦାନ ବି ସାମାଜିକ ଉପନ୍ୟାସ ହେଲା ତ ସେଇଟା ସାମାଜିକ ଉପନ୍ୟାସ ମାନେ ସମାଜର ପ୍ରତିଛବି ସେଥିରେ ପ୍ରତିବିମ୍ବିତ ହେଉଛି ସମାଜର ଘଟଣା ହେଲା ରାମଚନ୍ଦ୍ର ମଙ୍ଗରାଜ ହୁଅନ୍ତୁ ବା ସାରିଆ ଭଗିଆ ମାନେ କ'ଣ ସମସ୍ତେ ସମାଜର ଗୋଟେ ଗୋଟେ ଚରିତ୍ର ଏବଂ ସେଇ ସମୟରେ ସମାଜର ଚରିତ୍ର କେଉଁଭଳି ଭାବରେ ପ୍ରତିଫଳିତ ହେଉଛି ସେଇଟା ତୁମେ ଆରାମସେ ଲେଖିପାରିବ ତୁମକୁ ମୁଁ ସେଇଟା ବି ପଢ଼େଇ ଦେଇଛି ନେକ୍ସଟ ଫକୀରମୋହନ
ଆଉ ପ୍ରେମଚନ୍ଦଙ୍କ ଜୀବନ ବିଷୟରେ ସଂକ୍ଷିପ୍ତରେ ଲେଖ। ଆରାମସେ ଲେଖିପାରିବ ଫକୀରମୋହନ ସେନାପତି କେଉଁଠାରେ ଜନ୍ମଗ୍ରହଣ କରିଥିଲେ, ପ୍ରେମଚନ୍ଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ, ବୁଝିହେଲା ତ, କେଉଁ ଭଳିଆ ସେମାନଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା, ତୁମେ ସେଇଟା ଆରାମସେ ଲେଖିକି ସଂକ୍ଷିପ୍ତରେ ଲେଖିପାରିବ। ଏବଂ ଏମିତି ବେଶୀ ଡିପ୍ଲି କୋଶ୍ଚିନ୍ ଆସିବ ବୋଲି କୌଣସି ନିର୍ଦ୍ଦିଷ୍ଟ କୋଶ୍ଚିନ୍ ମାନେ ଲାଗୁନି ମୋତେ ଏଥର ବେଶୀ ଭିତରୁ କୋଶ୍ଚିନ୍ ଆସିବ ବୋଲି ହେଲା। 2 ମାର୍କିଆ 3 ମାର୍କିଆ କୋଶ୍ଚିନ୍ ଆସିଲେ ମୋତେ ସେମିତି ବାଟର କୋଶ୍ଚିନ୍ ଆସିବ। ଏବଂ ତୁମକୁ କହିଦେଉଛି ଯେ ଔପନ୍ୟାସିକଙ୍କର ପରିଚୟ 6 ମାଣ 8 ଗୁଣ୍ଠରୁ ଯେକୌଣସି କୋଶ୍ଚିନ୍ ଆସିଲେ ତୁମେ ପ୍ରଥମେ ଲେଖିବ ଯେ 6 ମାଣ 8 ଗୁଣ୍ଠର ରଚୟିତା ହେଉଛନ୍ତି ଫକୀରମୋହନ ସେନାପତି। ବା ଗୋଦାନର ଯଦି କୌଣସି କୋଶ୍ଚିନ୍ ଆସେ ତୁମେ ତାହେଲେ ଲେଖିବ ଯେ ଗୋଦାନ ରଚୟିତା ହେଉଛନ୍ତି ପ୍ରେମଚନ୍ଦ। ଲେଖିବ ପ୍ରଥମେ କବି ପରିଚୟ କହିଯାଉଛି ବାରମ୍ବାର, ଔପନ୍ୟାସିକଙ୍କର ପରିଚୟ ଦେବ, ଯାହାଫଳରେ କି ତୁମର ମାର୍କ କଟିବନି ବା ଯେକୌଣସି ଏକ୍ସାମିନର ତୁମର ଖାତା ଶୋଧିଲେ ମଧ୍ୟ ତୁମର ମାର୍କ କାଟି ପାରିବେ ନାହିଁ। ତେଣୁ ତୁମେ ଫାର୍ଷ୍ଟ ଏଇଟା ଦେବ, ବୁଝିହେଲା। তো এতিকি আমার লা। তো বর্তমান দেখ পিলামানে 6 মাণ 8 গুণ্ঠ আউ গোদান দেখ 6 মাণ 8 গুণ্ঠ আমি যে সার্কেল কলা 6 মাণ 8 গুণ্ঠরে কোণ হয়েছে রামচন্দ্র মঙ্গরাজের কথা কুহাইছে। রামচন্দ্র মঙ্গরাজ কেউঁ ভাবে ফারিয়া এবং ভোগিয়াঙ্কর সমস্ত জমিকে অপহরণ করে নেইকি নিজ গাଈକୁ ମଧ୍ୟ অপহରଣ ତାଙ୍କ ଜୀବନର ଅତି ପ୍ରିୟ ଗାଈକୁ ମଧ୍ୟ ଅପହରଣ କରିଛନ୍ତି, ଯାହାଫଳରେ କି କ'ଣ ଯେ ফারিয়া পাগল হয়েছে এবং ভোগিয়া জেল যাইছি, ফারিয়া মৃত্যুবরণ করছে এবং ভোগিয়া জেল যাইছে। এইভাবে ভাবে কিয়ে মানে নীরব প্রতিবাদ দেখাইছে 6 মাণ 8 গুণ্ঠরে, কেই মধ্যে খোলিকি প্রতিবাদ করে না, বুঝিলা। অপরপক্ষে আমি যদি দেখিবা তাহলে গোদাନରେ କ'ଣ হয়েছে যে গোদাନରେ जो चरित्र गुड़िक देखते किए प्रेमचंद से जगार हरि धनिया बुझेगा तार झील फुना रूपा गोबरा तार भाई हीरा बुझेगा माने यही भाव में जो चरित्र अवतारणा कराई से जो गोदान से कौन हो माने से जो कृषक था से कृषक पर बारंबार अत्याचार कराई से जो प्रेमचंद जो वर्णना कर कौन जे विंश शताब्दीर है ऊनविंश शताब्दीर से जो कथा वर्णना कर जो से जगह कौन हो जगह से जो कृषक परिवार कथा कहे से जगह हरि उपर बारंबार अत्याचार है कहीं देख से प्रथम कौन है प्रथम ता पुत्र गोबरा गोटे झील को भल पाई आणला है गोटे झील को भल पाई आना ताकू मतलब घर रखिला से निज जातिर झील से गाँ लोक मानक निज जमी को बंध पकई पैसा नहीं परवर्ती समय चमार झील फिलिया को आनी आनी चमार झील फिलिया जहाँ तार किसी संपर्क नहीं तथापि से तार दुख देखिपारे आनी घर रखी से समय मतलब से माने पैसा देती अन्य पक्ष जिते हरि से मृत्युवरण कर समय स्त्री से ब्राह्मण दाता मैंने पैसा देती। तो यहाँ आम देखा पार 6 माण 8 गुण्ठ आउ गोदान उभय ब्राह्मण मान अत्याचार कथा मतलब वर्णना कराई मैंने हरि जन कृषक जन साधारण निम्न परिवार कृषक अत्याचार पर अत्याचार माने कर उपर कर अरे कौन भूल से जने अन्य जने झील चमार झील फिलिया जहाँ सहित हरिर किसी संपर्क ना से हरि से फिलिया जिते माने दुखर निर्यातित हो ब्राह्मण दादा माता ने व्यवहार करके सहित अनैतिक संपर्क स्थापन करके छाड़ी देती व्यवहार करके छाड़ी देती से समय से आनी घर रखी से कौन तार भूल कि तार भूल नुहे तथापि से कौन कर से भूल पैसा देवाक पड़ी यही भाव में से जड़े कृषक निज जमी हरैकी परवर्ती समय से जड़े गाँव श्रमिक हो जाइए तुमको बहुत सुंदर भाव में बुझे पाखापाखि 3टी पार्ट तुमको क्लास कर भिडियो देखी ना पे से भिडियो जाकि देखी से भिडियो तुम देखी पार तुम लंग क्वेश्चन जेकोसी क्वेश्चन आप तुम आराम से कर कौन चिंता कर आवश्यकता तुम जाकि भिडियो देख और ये 4 क्वेश्चन भिडियो तुम देखिले तुम सब क्वेश्चन पास हो एमती क्वेश्चन मैंने बाहर आसार संभावना नहीं बाई चान्स गोटे जोड़े आसिले आसपे ना से क्वेश्चन गुड़िक तुमको जहाँ पढ़ाई से भर ही तुम क्वेश्चन आसब बुझीगला। तो बास एतिकी माने पाखापाखि आम आमर 50टी क्वेश्चन आलोचना कला और बेसी वीडियो को लंग करवानी पाखापाखि 50टी क्वेश्चन भर तुम यदि कहार किसी भी डाउट थी तुमको लगुच कौन क्वेश्चन छाड़ी देती जोटा कि तुम गुरुत्वपूर्ण हो पाए से क्वेश्चन जो छाड़ी देती तुमको लगुच तुम तो निश्चित भाव कमेंट कर कहीपर जहाँफल कि नेक्स्ट पार्ट में आलोचना करवा द वेस्टलैंड और कालपुरुषर तुलनात्मक अध्ययन से पार्ट तुमको मुझे बुझे देवी है। आउ गोटे कथा पिलाने जो कहते लंग क्वेश्चन पाई देख लंग क्वेश्चन तो मुझे कहीदेवी किसी बड़ कथा नुहे कि तुम यदि कहे लंग क्वेश्चन सिलेक्टिव दे हेनी कौन क्वेश्चन आसो बुझीगला। तो जमी तुमको तुलनात्मक साहित्य बुझे यहाँ मैंने स्टोरी रही कौन चरित्र आसब चंपा चरित्र विश्लेषण एमती डीपली आस तुमको मुझे पढ़े भिडियो तुम भिडियो देखीदे तुम सब कुछ बुझीपार और जेकोसी क्वेश्चन आसले तुम कर कहीं स्टोरी भाया देती है तुमको मुझे कहि क्वेश्चन बाउंस हो मैंने तुम भाविक जाइए फारेटा कहते आसब आसबनी एग्जाम क्वेश्चन तो ठीक है बोनी बुझीगला। तो से तुमको लंग क्वेश्चन दूनी तुमको जो स्टोरी मुझे पढ़े स्टोरी थोड़े जाकि बुझीने से भर निश्चित भाव में क्वेश्चन आसब कौटू क्वेश्चन आसब विषय वस्तु बाहर कौन क्वेश्चन आसब कि आसबनी ना तो तुम से जाकि पढ़ी पार। तो भिडियोटी लंग है बेसी लंग कर भिडियो को समस्त अनुरोध करी बहुत परिश्रम लगुच मत भी डीटीपी करके भिडियो बनाई मो पढ़ापढ़ी बाहर समय काढ़ी पार पड़े चेष्टा कर तुम सिलेबस को कवर करके तुम एग्जाम पूर्व सब जिन को फारिया से जो लाइक करना पे निश्चित लाइक टे करदे तुम सांग मान सहित जो मैंने कि एमडीसी ओडिया नहीं शेयर कर दिया सब्सक्राइब कर जो मैंने सब्सक्राइब करना बेल आइकन को ऑन कर जहाँफल कि परवर्ती वीडियो नोटिफिकेशन तुम पाइपर मुझे चेष्टा कर एमडीसी सारी परवर्ती समय जो सुविधा है ताले एसीर शॉर्ट क्वेश्चन मुझे बने मुझे सबुले चाहे पिलाने केमती भल करते भल रिजल्ट आनतु एथर तुम जमी 1 मार्किया 2 मार्किया 4 मार्किया 5 मार्किया 8 मार्किया क्वेश्चन तुम कौन जगह मार्क कटे तुम ठीक से पढ़ी जाए फुल टू फुल मार्क आनी पार।
तो आउ बेसी किसी कहबी भिडियो को एतिक रखा भिडियो को पर्यंत देखिथिबारु समस्त को हृदय धन्यवाद। जय जगन्नाथ जय मां फैमिली। पुणी देखा आम आगामी भिडियो गोटे नुआ विषय वस्तु को नहीं।